ବର୍ତ୍ତମାନ ଯେଉଁ ସ୍ଥିତି ରହିଛି ଧର୍ମେନ୍ଦ୍ର ପ୍ରଧାନଙ୍କର କି ବେଳ ପଡ଼ିଛି ମାନେ ଖାଲି ମିଛ ନିଆଁ ଲାଗିଯାଇଛି। ଆପଣ ଦେଖିବେ ପ୍ରଥମେ ଗୋଟିଏ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କର ଗୋଟେ ଆମେରିକାରେ ଘର ଅଛି, ତାକୁ ବି ଖଣ୍ଡନ କରିସାରିଲେଣି ଯେ ସେ ଲୋକ ଅଲଗା କିନ୍ତୁ ଦର୍ଶାଯାଉଛି ସେ ଲୋକ ମାନେ ତାଳମେଳ ରହୁନି। ପୂର୍ବରୁ ଆପଣଙ୍କର ମନେ ଥିବ ନିଟ୍ ପରୀକ୍ଷାରେ ଯେଉଁ ମ୍ୟାଡ଼ାମ୍ ଜଣକ ଗିରଫ ହେଲେ ତାଙ୍କର କୁଆଡ଼େ ଧର୍ମେନ୍ଦ୍ର ପ୍ରଧାନ ସାଙ୍ଗରେ ସମ୍ପର୍କ ଅଛି। ପରବର୍ତ୍ତୀ ସମୟରେ ଜଣେ ଝିଅ ଆସିକି କହିଲେ ଏ ଫଟୋ ସେ ମ୍ୟାଡ଼ାମଙ୍କ ନୁହଁ, ଏ ଫଟୋ ମୋର। ବର୍ତ୍ତମାନ ପୁଣି ଗୋଟିଏ ମିଛ ବୁଲିଲା, ଯେହେତୁ ବର୍ତ୍ତମାନ ସିଏସ୍ସିରେ ଯେଉଁ ଆପଣଙ୍କର ପୁନଃ ମୂଲ୍ୟାୟନ ରିଚେକିଂ ଯେଉଁଟା କହନ୍ତି ତାକୁ ଯେତେବେଳେ କରାହେଉଛି ସେତେବେଳେ କେତେବେଳେ ସର୍ଭର ଡାଉନ୍ ହେଇଯାଉଛି, ୱେବସାଇଟ୍ ଖୋଲୁନି। ଏ ଟେନସନ୍ ଭିତରେ ହଠାତ୍ ଗୋଟେ ନିଆଁ ଟେନସନ୍ ପଳେଇ ଆସିଲା। ସାରା ଦେଶରେ ରାଜ୍ୟରେ ମଧ୍ୟ ଏହାକୁ ନେଇକି ଗୋଟେ ହଇଚଇ ସୃଷ୍ଟି ହେଲା ଯେ ବୋଧହୁଏ ଧର୍ମେନ୍ଦ୍ର ପ୍ରଧାନ ଜାଣି ଶୁଣିକି ଲୁଚେଇବା ପାଇଁ ବୋଧେ ନିଆଁ ଲଗେଇଦେଲେ କି। ସାଧାରଣ ମାନେ ଆପଣଙ୍କର ଧାରଣା ସୃଷ୍ଟି ହେଇଛି, ମୋର ଧାରଣା ସୃଷ୍ଟି ହେଇଛି, ଆଉ ଅନ୍ୟମାନଙ୍କର ଧାରଣା ସୃଷ୍ଟି ହେଇଛି, ଯେଉଁଥିପାଇଁ ପରବର୍ତ୍ତୀ ସମୟରେ ଧର୍ମେନ୍ଦ୍ର ପ୍ରଧାନଙ୍କର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଗୋଟିଏ ସ୍ପଷ୍ଟୀକରଣ ଦିଆଯାଇଛି। ତାଙ୍କର କହିବା କଥା ହେଉଛି ଯେ ଶିକ୍ଷା ମନ୍ତ୍ରଣାଳୟଟି ହେଉଛି ରାଜେନ୍ଦ୍ର ପ୍ରସାଦ ରୋଡ଼ରେ ଅବସ୍ଥିତ, କିନ୍ତୁ ନିଆଁ ଲାଗିଛି ଆଇଟିଓ ମାନେ ଆଉ ଗୋଟିଏ ଇନ୍ଦ୍ରପ୍ରସ୍ଥ ନିକଟରେ ଥିବା ଏସ୍ପିଏରେ, ସେଥିରେ ନିଆଁ ଲାଗିଛି। ବୋଧହୁଏ ଧୂଆଁକୁ ଦେଖିଦେଇକି ଆପଣ ଦେଖିଥିବେ ଗୋଟେ ଖଣ୍ଡରେ ଧୂଆଁ ଲାଗିଥିବ, ଲୋକ ଭାବେ ଯେ ଅମକ ଘର ଜଳିଗଲା କି ସେଇଟା ଜଳିଗଲା କି। ତେଣୁ ସାମ୍ବାଦିକ ଏଏନ୍ଆଇ ପକ୍ଷରୁ ପୁଣି ଗୋଟେ ଜାତୀୟ ବଡ଼ ସରବରାହ ସଂସ୍ଥା, ତାକୁ ସମସ୍ତେ ବିଶ୍ୱାସ କରନ୍ତି। ବର୍ତ୍ତମାନ ଏଏନ୍ଆଇ ଯେତେବେଳେ ମିଛ କହିବ କାହାକୁ, ତେଣୁ ତାକୁ ଆଧାର କରିକି ଜାତୀୟ ଗଣମାଧ୍ୟମରେ ଆମ ରାଜ୍ୟର ଆଞ୍ଚଳିକ ଗଣମାଧ୍ୟମ ମାନଙ୍କରେ ବି ଆପଣ ଦେଖିବେ ଏଇଭଳି ଭାବରେ ଖବର ପ୍ରକାଶ ପାଇଛି। ପରବର୍ତ୍ତୀ ସମୟରେ ୟାକୁ ମିନିଷ୍ଟ୍ରି ପକ୍ଷରୁ ଖଣ୍ଡନ କରାଯାଇଛି। ତେଣୁ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ବୋଧେ କିଛି ବିଭୀଷଣ ପଡ଼ିଯାଇଛି କିମ୍ବା ତାଙ୍କର ମାନେ ରାଶିଚକ୍ର ଟିକେ ଗ୍ରହ ନକ୍ଷତ୍ର ବୋଧେ ଖରାପ ରହିଛି। ତେଣୁ ମିଛ ଚର୍ଚ୍ଚାରେ ବି ସେ ବଦନାମ ହେଇଯାଉଛନ୍ତି। କିନ୍ତୁ ତାଙ୍କ ଭାଗ୍ୟ ଆହୁରି ଟାଣୁଆ କ'ଣ ଯେ ଯିଏ ମିଛ ଚର୍ଚ୍ଚା କରୁଛନ୍ତି ସେତେବେଳକୁ ସେଇ ଲୋକଟି ଆସିକି କହୁଛି ଆଜ୍ଞା ମୁଁ ଧର୍ମେନ୍ଦ୍ର ପ୍ରଧାନ ସହ ସମ୍ପର୍କରେ ନାହିଁ, କି ଯାହା ପ୍ରମାଣିତ ହେଉଛି ସେରା ସବୁ ମିଛ, ସେ ଲୋକ ଅଲଗା ମୁଁ ଅଲଗା। ତେଣୁ ଏଇଟା କେତେ ଭଲ କେତେ ଭେଲ ସେଟା ତ ସମୟ ବିଚାର କରିବ। ଯାହା ହଉ ଧର୍ମେନ୍ଦ୍ର ପ୍ରଧାନ ମିଛ ଚର୍ଚ୍ଚାରେ ଚର୍ଚ୍ଚିତ ହେଉଛନ୍ତି, ପୁଣି ସେ ମିଛକୁ ଆଉ ଜଣେ କହୁଛନ୍ତି ଏଇଟା ମିଛ ଖବର ବୋଲି ପ୍ରମାଣିତ କରୁଛନ୍ତି। ତେଣୁ ତାଙ୍କୁ ଗୋଟେ ସୁବିଧାଜନକ ହେଉଛି। ତେଣୁ ଆଗାମୀ ଦିନରେ ଦେଖିବା ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁରେ ଆଉ କେଉଁ ମିଛ ଅଭିଯୋଗ ଆସୁଛି।